ଆଜିର ଅମୂଲ୍ୟ ବାଣୀ। ଜନ୍ମ ମୃତ୍ୟୁର ଯାତ୍ରା ଜୀବନର ସବୁଠାରୁ ବଡ଼ ମୋଟିଭେସନ୍। ମଣିଷ ଜନ୍ମ ହେବା ସହିତ ତାର ଏକ ମହାନ ଯାତ୍ରା ଆରମ୍ଭ ହୁଏ। ଏହି ଯାତ୍ରାରେ ସୁଖ ଅଛି, ଦୁଃଖ ଅଛି, ଜୟ ଅଛି, ପରାଜୟ ବି ଅଛି, କିନ୍ତୁ ପ୍ରତ୍ୟେକ ପଦକ୍ଷେପରେ ଶିକ୍ଷା ଅଛି। ଜନ୍ମ ଏକ ଅବସର। ଜନ୍ମ ହେଉଛି ପୃଥିବୀରେ ଖାଲି ଆସିବା ନୁହେଁ, ଏହା ଏକ ନୂତନ ଅବସର, ଏକ ନୂତନ ଶୁଭଯାତ୍ରା। ଭଗବାନ ଆମକୁ ଖାଲି ହାତରେ ପଠାନ୍ତି, କିନ୍ତୁ ଅନ୍ୟାନ୍ୟ ଶକ୍ତି ଓ କ୍ଷମତା ସହ। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଜୀବନର ମହାନ ଯାତ୍ରା। ମଣିଷ ଯେଉଁଦିନ ଜନ୍ମ ନିଏ ସେହିଦିନ ସେ ଖାଲି ଏକ ଶିଶୁ ନୁହେଁ, ଏକ ସମ୍ଭାବନା, ଏକ ଅସୀମ ଶକ୍ତି, ଏକ ଆଲୌକିକ ଦୀପ ଭଳି ପୃଥିବୀରେ ପ୍ରବେଶ କରେ। ଭଗବାନ ଆମକୁ କୁହନ୍ତି, ପଥ ମୁଁ ଦେଇଛି, ପାଦ ଚିହ୍ନ ତୁମେ ତିଆରି କର। ଏ ଦୁନିଆ ଆମକୁ କୁହେ, ଯୁବକାଳ ସଂଘର୍ଷରେ ଦୌଡ଼। ଏଠାରେ ଜୀବନ ଏକ ମଞ୍ଚ, ଯେଉଁଠି ଆମେ ପରୀକ୍ଷା ଦେଉ, ଭୁଲ କରୁ, ଉଠୁ, ପୁଣି ପଡ଼ୁ, ପୁଣି ଉଠୁ। ଯୁବକାଳ ହେଉଛି ସେହି ଯୁଦ୍ଧଭୂମି, ଯେଉଁଠି ଜିତିଲେ ମଣିଷ ବଡ଼ ହୁଏ, ହାରିଲେ ଅନୁଭବୀ ହୁଏ। ଜନ୍ମ ମୃତ୍ୟୁ ଯାତ୍ରାର ଶେଷ ଶିକ୍ଷା। ସମୟ ଅଧିକ ମୂଲ୍ୟବାନ। ସମୟ ଫେରି ଆସେ ନାହିଁ, ତେଣୁ ପ୍ରତ୍ୟେକ ଦିନକୁ ଜୀବନର ସର୍ବଶ୍ରେଷ୍ଠ ଦିନ କର। ସ୍ୱପ୍ନକୁ ଚାଲି ଚାଲି ଧର, ଭୟକୁ ମନରୁ ବାହାର କର, କାରଣ ଏ ଜୀବନରେ ଭୟରେ ବଞ୍ଚିବା ନୁହେଁ, ଭୟକୁ ଦୂର କରି ବଞ୍ଚିବାକୁ ପଡ଼ିବ। ଏ ଜୀବନରେ ତିନୋଟି ସତ୍ୟ। ଜନ୍ମ ନିଜ ହାତରେ ନୁହେଁ, ମୃତ୍ୟୁ କେବେ ଆସିବ ଜଣା ନାହିଁ, କିନ୍ତୁ ତା ମଧ୍ୟରେ ଥିବା ଜୀବନ ସେଇଟା ଆପଣଙ୍କ ହାତରେ ଅଛି। ତେଣୁ ଅବସରକୁ ହାତରେ ନିଅ। ଭାବି ଭାବି ସମୟ ବ୍ୟର୍ଥ କରନ୍ତୁ ନାହିଁ। ସ୍ୱପ୍ନକୁ ସତ୍ୟ ନିଷ୍ଠା ସହ ସଫଳ କରନ୍ତୁ। ଲୋକଙ୍କୁ ଦୟା ଓ ପ୍ରେମରେ ଅର୍ଜନ କରନ୍ତୁ। ଏ ଜୀବନ ଏକ ପରୀକ୍ଷା, ସଂଘର୍ଷ ଓ ଶିକ୍ଷା। ଏ ଜୀବନ ଏକ ସହଜ ପଥ ନୁହେଁ, କିନ୍ତୁ ଯେଉଁ ମଣିଷ ସଂଘର୍ଷ କରିଥାଏ ସେହି ମଣିଷ ଶକ୍ତିଶାଳୀ ହୋଇଥାଏ। ଅସୁବିଧା ଆସିବ, ଲୋକେ ଆପଣଙ୍କୁ ଭୁଲ ବୁଝିବେ, କେବେ କେବେ ଲାଗିବ ସବୁକିଛି ଶେଷ ହୋଇଯାଇଛି, କିନ୍ତୁ ଜୀବନ ଆପଣଙ୍କୁ କେବେ ଭଞ୍ଜିବ ନାହିଁ। ସେ ତମ ଆଗାମୀ ଦିନର ଚଲାପଥକୁ ସୁଦୃଢ଼ କରୁଛି। ଜୀବନ ଯେତେବେଳେ ସନ୍ଧ୍ୟାର ଦୋହରାରେ ପହଞ୍ଚେ, ମଣିଷ ପଛକୁ ଦେଖେ। କିଏ ହସେ, ମୋ ଯାତ୍ରା ସୁନ୍ଦର ଥିଲା, କିଏ କାନ୍ଦେ, ମୁଁ ଅନେକ କାମ କରିପାରୁଥାଏ। ଏଠାରେ ଜୀବନ ଆମକୁ ଏହି ସତ୍ୟ କଥା କୁହେ। ଦୟା, ସତ୍ୟ, ପରିଶ୍ରମ, ଏହା ହିଁ ତୁମ ଶକ୍ତି। ଏହି ତିନୋଟି ଜୀବନରେ ରଖିଦେବ ମାନେ ପୃଥିବୀ ତୁମ ଆଗରେ ମୁଣ୍ଡ ନୁଆଁଇବ। ଲୋକଙ୍କ ହୃଦୟର ନାମ ରଖ, ହୃଦୟକୁ ଜିତ। ସମ୍ପତ୍ତି ଥିଲେ ବି ଲୋକ ତୁମକୁ ମନେ ରଖିବେ ତୁମର ଭଲ କର୍ମ ପାଇଁ। ମୃତ୍ୟୁ ଶେଷ ନୁହେଁ, ମୃତ୍ୟୁ ହେଉଛି ଦ୍ୱାର ପରିବର୍ତ୍ତନ। ମୃତ୍ୟୁ ହେଉଛି ଦେହର ବିଦାୟ, କିନ୍ତୁ ଆତ୍ମାର ଯାତ୍ରା ଆଉ ଏକ ଅଧ୍ୟାୟର ଆରମ୍ଭ। ମୃତ୍ୟୁ ଆମକୁ କେବଳ ଏକ ଶିକ୍ଷା ଦିଏ, ସମୟ ସୀମିତ। ତୁମେ ଯାହା କରିବାକୁ ଆସିଛ ତାହାକୁ ସମୟରେ କର। ମନେ ରଖନ୍ତୁ, ଯାତ୍ରା ଅଛି ତେଣୁ ମୂଲ୍ୟ ଅଛି। ଯଦି କେବେ ମୃତ୍ୟୁ ନଥାନ୍ତା, ଜୀବନର କୌଣସି ଅର୍ଥ ନଥାନ୍ତା। ମୃତ୍ୟୁ ଆମକୁ ଏହି ଶିକ୍ଷା ଦିଏ, ସମୟ ଆଳସ୍ୟ ପାଇଁ ନୁହେଁ। ସ୍ୱପ୍ନ ଦେଖ, ଶକ୍ତିଶାଳୀ ହୁଅ, ପ୍ରୟାସ କର, ଭଲ କାମ କରି ଜୀଇଁବା ପାଇଁ ଲୋକଙ୍କ ହୃଦୟରେ ନାମ ରଖ। ଏହି ଯାତ୍ରାର ମୁଖ୍ୟ ଶିକ୍ଷା ହେଉଛି, ସମୟ କାହାକୁ ଅପେକ୍ଷା କରେ ନାହିଁ। ସତ୍କର୍ମ କର, ଭଲ ଚିନ୍ତା କର, ରାଗ, ଦ୍ୱେଷ, ଅହଙ୍କାର ଛାଡ଼। ପ୍ରତ୍ୟେକ ମୁହୂର୍ତ୍ତକୁ ସାର୍ଥକ କର, ଜୀବନକୁ ଆଭାର ସହ କାଟ।